ଯୁକ୍ତ 3 ନାମଲେଖା ପାଇଁ ଆଜିଠାରୁ ଆବେଦନ କରିପାରିବେ। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ସାମ୍ସ ୱେବସାଇଟରେ ଜୁନ 17 ତାରିଖ ଯାଏଁ ଆବେଦନ କରିବେ ଛାତ୍ରଛାତ୍ରୀ। 18 ଓ 19 ତାରିଖ ଦିନ ଫର୍ମ ସଂଶୋଧନ ସୁଯୋଗ ଦିଆଯିବ। 25 ତାରିଖରେ ପ୍ରଥମ ରାଉଣ୍ଡ ଚୟନ ତାଲିକା ପ୍ରକାଶ ପାଇବ। 26 ରୁ 29 ତାରିଖ ପର୍ଯ୍ୟନ୍ତ ଏହି ରାଉଣ୍ଡରେ ଚୟନ ହୋଇଥିବା ପିଲାମାନେ ନାମ ଲେଖାଇବେ। ସେହିପରି ଆସନ୍ତା ଜୁଲାଇ 5ରେ ଦ୍ୱିତୀୟ ରାଉଣ୍ଡ ନାମଲେଖା ପାଇଁ ଚୟନ ତାଲିକା ପ୍ରକାଶ ପାଇବ। 6 ରୁ 9 ତାରିଖ ମଧ୍ୟରେ ନାମ ଲେଖା ହେବ। ଜୁଲାଇ 15ରେ ତୃତୀୟ ରାଉଣ୍ଡ ନାମଲେଖା ପାଇଁ ଚୟନ ତାଲିକା ପ୍ରକାଶ ପାଇବ। 18 ତାରିଖ ମଧ୍ୟରେ ନାମ ଲେଖାଇବେ ଚୟନ ହୋଇଥିବା ଶିକ୍ଷାର୍ଥୀ। ଏନେଇ ସମସ୍ତ ସୂଚନା ସାମ୍ସ ୱେବସାଇଟ www.samsodisha.gov.in ରେ ରହିଛି। ସୂଚନାଯୋଗ୍ୟ ଦୁଇଟି ପର୍ଯ୍ୟାୟରେ ନାମ ଲେଖା ହେବ। କଳା, ବାଣିଜ୍ୟ, ବିଜ୍ଞାନରେ ସ୍ନାତକ ନାମଲେଖା ସହ 4 ବର୍ଷିଆ ଇଣ୍ଟିଗ୍ରେଟେଡ ବିଏଡ୍, ଏମ୍ଏଡ୍ ଆଦି କରାଯିବ। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳିଥିଲା ମୁଁ ଆପଣମାନଙ୍କୁ ଜଣାଇ ସାରିଲି। ଭିଡ଼ିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଅପଡେଟଟିକୁ ପହଞ୍ଚାଇ ଦିଅନ୍ତୁ।